ଜୟ ଶ୍ରୀରାମ ବନ୍ଧୁଗଣ, ଆପଣମାନେ ତ ସମସ୍ତେ ଜାଣିଛନ୍ତି ରାବଣର ବଧ ପ୍ରଭୁ ଶ୍ରୀରାମ କରିଥିଲେ। କିନ୍ତୁ ରାବଣର ବଧ ପଛରେ ଆଉ ଜଣଙ୍କର ମଧ୍ୟ ବହୁତ ବଡ଼ ହାତ ଅଛି। ଆଜି ଆମେ ପୁରା ବିସ୍ତାରରେ ଜାଣିବା ଯେ ୟା ପଛର ରହସ୍ୟ କ'ଣ। ରାବଣର ମୃତ୍ୟୁ ପଛରେ ଶୂର୍ପଣଖାର ସବୁଠୁ ବଡ଼ ହାତ ଅଛି। କାହିଁକି ନା ଶୂର୍ପଣଖାର ସ୍ୱାମୀ ଦାନବରାଜ ବିଦ୍ୟୁତ୍ ଯିବାକୁ ରାବଣ ବଧ କରିଦେଇଥିଲା, ଯାହାଫଳରେ କି ଶୂର୍ପଣଖା ସେଇଦିନ ପ୍ରତିଶୋଧ ନେଇଥିଲା। କାହିଁକି ନା ଶୂର୍ପଣଖାର ବହୁତ ବଡ଼ ପୁତ୍ର ମଧ୍ୟ ହେଇଯାଇଥିଲା, ଆଉ ସେଥିପାଇଁ ଶୂର୍ପଣଖା ପ୍ରତିଶୋଧ ନେଇଥିଲା ଯେ ରାବଣର କୌଣସି ପ୍ରକାରରେ ବି ବଧ ହେଇଯାଉ, ଏ ଲଙ୍କାର ସର୍ବନାଶ ହେଇଯାଉ। ରାବଣର ବଧ ପଛରେ ଶୂର୍ପଣଖାର ସବୁଠୁ ବଡ଼ ହାତ। କାହିଁକି ନା ଶୂର୍ପଣଖାକୁ ରାବଣ କେବେ ହେଲେ ଭଲ ପାଉନଥିଲା। ସମସ୍ତେ କୁହନ୍ତି ରାବଣ ତା ଭଉଣୀକି ବହୁତ ଭଲ ପାଉଥିଲା, ସେ ତା ଭଉଣୀର ପ୍ରତିଶୋଧ ନେବା ପାଇଁ ଯାଇକିରି ମାତା ସୀତାଙ୍କୁ ହରଣ କରିଥିଲା। କିନ୍ତୁ ସତ୍ୟ ସେଇଆ ନଥିଲା। ରାବଣ ତା ଭଉଣୀକି କେବେ ହେଲେ ଭଲ ପାଉନଥିଲା। ରାବଣ ତା ଭଉଣୀକି ଭଲ ପାଉନଥିଲା ବୋଲି ତ ସେ ଖରଦୂଷଣ ପାଖରେ ତା ଭଉଣୀକି ଛାଡ଼ି ଦେଇଥିଲା ଶୂର୍ପଣଖାକୁ। ଖରଦୂଷଣ ପାଖରେ ଶୂର୍ପଣଖା ରହେ। ଶୂର୍ପଣଖା ପଞ୍ଚବଟୀରେ ବୁଲୁଥିବା ସମୟରେ ହିଁ ଯେତେବେଳେ ପ୍ରଭୁ ଶ୍ରୀରାମ ବନବାସ ସମୟରେ ଯାଇ ପଞ୍ଚବଟୀରେ ପହଞ୍ଚିଲେ, ତ ଶୂର୍ପଣଖାର ସ୍ୱାମୀ ମରିଯାଇଛି। ସେ ତ ରାକ୍ଷସ ପ୍ରକୃତିର। ତ ଶୂର୍ପଣଖା ପ୍ରଭୁ ଶ୍ରୀରାମଙ୍କୁ ଦେଖି ମୋହିତ ହୋଇଥିଲା। କାମନା ବାସନା ଚକ୍କରରେ ପ୍ରଭୁ ଶ୍ରୀରାମଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ପ୍ରଭୁ ଶ୍ରୀରାମ ଏକ ପତ୍ନୀବ୍ରତା ଧର୍ମ ପାଳନ କରୁଥିବାରୁ ପ୍ରଭୁ ଶ୍ରୀରାମ ମନା କରିଦେଇଥିଲେ। ଆଉ ଶୂର୍ପଣଖା ଯାଇ ଲକ୍ଷ୍ମଣଙ୍କୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଲକ୍ଷ୍ମଣ ମଧ୍ୟ ମନା କରିଦେଇଥିଲେ। କିନ୍ତୁ ଶୂର୍ପଣଖା ତାର ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ମାୟାରେ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶରୀର ଦେଖାଇଥିଲା, କିନ୍ତୁ ପ୍ରଭୁ ଶ୍ରୀରାମଙ୍କୁ ସେ କୌଣସି ପ୍ରକାରରେ ବି ମୋହିତ କରିପାରିନଥିଲା। ଆଉ ଯେତେବେଳେ ମାତା ସୀତା କୁଟିଆ ଭିତରୁ ବାହାରୁଛନ୍ତି, ସେହି ସମୟରେ ସେ ମାତା ସୀତାଙ୍କୁ ଦେଖିଥିଲା ଆଉ ଭାବିଥିଲା କି ଏଇ ନାରୀ ପାଇଁ ହିଁ ସବୁ ମୂଳର କାରଣ, ଇଏ ମୋତେ ବିବାହ କରୁନାହାନ୍ତି, ଏତେ ବଡ଼ ଦିବ୍ୟ ପୁରୁଷ। ତ ସେଥିପାଇଁ ଶୂର୍ପଣଖା ଯେତେବେଳେ ମାତା ସୀତାଙ୍କ ଆଡ଼କୁ ଆକ୍ରମଣ କରିବାକୁ ଯାଏ, ଲକ୍ଷ୍ମଣ ଶୂର୍ପଣଖାର ନାକ କାନ କାଟି ଦେଇଥିଲା। ଯାହାଫଳରେ କି ଶୂର୍ପଣଖା ସେଇଠି ଚିନ୍ତା କରିଥିଲା ଯେ ଇଏ ଦିବ୍ୟ ପୁରୁଷ ଦୁଇ ଜଣ ହିଁ ରାବଣର ବଧ କରିପାରିବେ। ସେଇଠି ସେ ଦେଖିଥିଲା ମୋ ସୌନ୍ଦର୍ଯ୍ୟ ତ ଏବେ ଗଲା, ମୋତେ ତ ଆଉ କେହି ବାହା ହେବେନି, କିନ୍ତୁ ମୋ ସ୍ୱାମୀକି ଯିଏ ମାରିଛି ତାର ପ୍ରତିଶୋଧ ତ ଏବେ ପୁରା ହବ। ସେଥିପାଇଁ ଶୂର୍ପଣଖା ରାବଣ ପାଖକୁ ଗଲା। ଯେତେବେଳେ ଯାଇ କହିଲା ମୋ ନାକ କାନ କାଟି ଦେଇଛି, କିନ୍ତୁ ରାବଣ ସେଠି ମଧ୍ୟ ଶୂର୍ପଣଖାକୁ କହିଥିଲା ଯେ ତୁ ସେଠି କାହିଁ ଯାଇଥିଲୁ, ସିଏ ତ ତତେ ମନା କଲେ କି ସିଏ ଗୋଟେ ପତ୍ନୀବ୍ରତା ଧର୍ମ ପାଳନ କରୁଛନ୍ତି, ସିଏ ଆଉ କାହାକୁ ବାହା ହେବେନି ବୋଲି। ଆଉ ସେଠି ମନ୍ଦୋଦରୀ ଆଉ ବିଭୀଷଣ ମଧ୍ୟ କହିଥିଲେ ସେଇ କଥା କି ସେ ସବୁର ନାକ କାନ ସେମିତି କାଟି ନାହାନ୍ତି, ତୁ ତାଙ୍କ ସହିତ କିଛି ଖରାପ ବ୍ୟବହାର କଲୁ ବା ତୁ ସେଠି କାହିଁ ଯାଇଥିଲୁ, ତାଙ୍କୁ ଯାଇ ଜବରଦସ୍ତି ବାହା ହେବା ପାଇଁ ପ୍ରସ୍ତାବ ଦଉଛୁ, ଜବରଦସ୍ତି ବାଧ୍ୟ କରୁଛୁ ବାହା ହେବା ପାଇଁ। ତ ସେଥିପାଇଁ ରାବଣ ମଧ୍ୟ କହିଥିଲା କି ଆମେ ସେଠିକି ଯିବାଟା ଠିକ ହବନି, କାହିଁକିନା ଏତେ ବଡ଼ ସେନା ନେଇ ସବୁଠୁ ବଡ଼ ସେନା ରାକ୍ଷସ ସେନା ସେତେବେଳେ, କାହିଁକିନା ରାବଣ ତ୍ରିଲୋକ ବିଜେତା ଥିଲା। ଯେତେବେଳେ ରାବଣ ଏବଂ ସମସ୍ତେ ମନା କରିଥିଲେ ଯେ ସେ ତ ନାକ କାଟିଦେଲେ ଆମେ କିଛି କରିବାନି, ସେଇଠି ଶୂର୍ପଣଖା ଚିନ୍ତା କରିଥିଲା ଯେ ମୋର ପ୍ରତିଶୋଧ ଏବେ କେମିତି ପୁରା ହବ। ସେଥିପାଇଁ ଶୂର୍ପଣଖା ଏଇଠି ଚାଲ ଖେଳିଥିଲା। ସେ କହିଥିଲା କି ସୀତା ଭଳି ସୁନ୍ଦର ନାରୀ ଲଙ୍କାରେ ରହିବା କଥା, ଭ୍ରାତା ସୁନିଆକୁ ବିବାହ ହେବା କଥା। ସୀତା ଭଳି ପବିତ୍ର ନାରୀ ଯଦି ଲଙ୍କାର ବୋହୂ ହବ ବା ଲଙ୍କାର ମହାରାଣୀ ହବ, ତାହେଲେ ଲଙ୍କାର ପ୍ରତିଭା ମଧ୍ୟ ବଢିଯିବ, ଆଉ ତୁମର ସ୍ତ୍ରୀ ହେଲେ ତୁମ ପ୍ରତିଭା ମଧ୍ୟ ବଢିଯିବ। ଆଉ ଏମିତି ମାତାଙ୍କ ସୌନ୍ଦର୍ଯ୍ୟ ବିଷୟରେ ଶୂର୍ପଣଖା ବହୁତ କିଛି କହିଥିଲା, ଯାହାଫଳରେ କି ରାବଣ ସେଇଠି ଚିନ୍ତା କରିଥିଲା ଶୂର୍ପଣଖା କଥା ଶୁଣି ଯେ ମାତା ସୀତାଙ୍କୁ ସେ ଲଙ୍କାର ମହାରାଣୀ କରିବ ବୋଲି। ଆଉ ତାପରେ ସେ ମାତା ସୀତାଙ୍କୁ ଯାଇ ହରଣ କରିଥିଲା। ନହେଲେ ରାବଣ ଭଳି ମହାନ ଯୋଦ୍ଧା ଯିଏ ତ୍ରିଲୋକ ବିଜୟ କରିସାରିଛି, ସେ ମାତା ସୀତାଙ୍କୁ କାହିଁ ହରଣ କରିବାକୁ ଯାଇଥାନ୍ତା। ସେ ସେଥିପାଇଁ ହରଣ କରିବାକୁ ଗଲା ଯେ ମାତା ସୀତାଙ୍କୁ ସେ ମହାରାଣୀ କରିବ ରଖିବ ବୋଲି। ଏଠି କୌଣସି ପ୍ରକାରରେ ବି ରାବଣ ତା ଭଉଣୀର ପ୍ରତିଶୋଧ ରହୁନି। ସେ ତା ନିଜର କାମନା ବାସନା ପୂର୍ତ୍ତି କରୁଛି, ବା ସେ ନିଜର କେମିତି ପ୍ରତିଭା ବଢେଇବ, ସେ ନିଜର କେମିତି ବାହାବା ଶୁଣିବ, ସେ ଏ ବିଷୟରେ ବେଶୀ ଚିନ୍ତା କରୁଛି ରାବଣ। କୌଣସି ପ୍ରକାରରେ ସେ ତା ଭଉଣୀର ସହଯୋଗ କରୁନାହିଁ, କାହିଁକିନା ଭଉଣୀର ସହଯୋଗ କରିଥିଲେ ସେ ତା ଭଉଣୀକି ଖରଦୂଷଣ ପାଖରେ ଛାଡ଼ି ଦେଇ ନଥାନ୍ତା, ନା ତା ଭଉଣୀର ସ୍ୱାମୀକି ସେ ହତ୍ୟା କରିଥାନ୍ତା। ଯେତେ ବଡ଼ ଶତ୍ରୁ ହେଲେ ବି ଭଉଣୀର ସ୍ୱାମୀକି କେମିତି ହତ୍ୟା କରିପାରିବ। ରାବଣ ବିଦ୍ୟୁତ୍ ଯିବାର ହତ୍ୟା କଲା ବୋଲି ତ ରାବଣର ବଧ ଚାହିଁଲା ଶୂର୍ପଣଖା, ଆଉ ରାବଣର ବଧ ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ରାକ୍ଷସ କୁଳର ହିଁ ଅନ୍ତ ହୋଇଗଲା। ଏଇ ହେଲା ରାବଣର ମୃତ୍ୟୁର ରହସ୍ୟ। ପ୍ରଭୁ ଶ୍ରୀରାମ ତ ରାବଣର ବଧ କରିବା ପାଇଁ ଏ ସଂସାରକୁ ରାବଣର ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଆସିଥିଲେ, କିନ୍ତୁ ରାବଣର ବଧ ପଛରେ ତାର ଭଉଣୀ ଶୂର୍ପଣଖାର ମଧ୍ୟ ବହୁତ ବଡ଼ ହାତ ଅଛି। ତ ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖିବାକୁ କେବେ ହେଲେ ଭୁଲିବେନି।